ବ୍ୟାସକବି ଫକୀରମୋହନ ସେନାପତି। ଉପକ୍ରମ। ଫକୀରମୋହନ ସେନାପତି 1843 ମସିହା ଜାନୁଆରୀ 13 ତାରିଖ ମକର ସଂକ୍ରାନ୍ତି ଦିନ ବାଲେଶ୍ୱରର ମଲ୍ଲିକାଶପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଥିଲା ଲକ୍ଷ୍ମଣ ଚରଣ ସେନାପତି। ତାଙ୍କ ମାଙ୍କ ନାମ ଥିଲା ତୁଳସୀ ଦେବୀ ସେନାପତି। ତାଙ୍କର ପିଲାଦିନର ନାମ ବ୍ରଜମୋହନ। ତାଙ୍କୁ ଯେତେବେଳେ 1.5 ବର୍ଷ ହୋଇଥିଲା ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ବାପାଙ୍କର ମୃତ୍ୟୁର 1 ବର୍ଷ ପରେ ମାଙ୍କର ମୃତ୍ୟୁ ହୋଇଥିଲା। ବର୍ଣ୍ଣନା। ବାପା ମା ଛେଉଣ୍ଡ ହୋଇ ଜେଜେମାଙ୍କ ଦ୍ୱାରା ଲାଳିତ ପାଳିତ ହେଲେ। 7 ବର୍ଷ ବୟସରେ ସେ ଅଜ୍ଞାତ ରୋଗରେ ପୀଡ଼ିତ ହେଲେ। ତାଙ୍କର ସୁସ୍ୱାସ୍ଥ୍ୟ ପାଇଁ ତାଙ୍କ ଜେଜେମା ତାଙ୍କୁ ଗୋଟିଏ ଫକୀର ବାବାଙ୍କୁ ଦେଇଥିବାରୁ ତାଙ୍କ ନାମ ଫକୀରମୋହନ ସେନାପତି ହେଲା। ତାପରେ ସେ ଧୀରେ ଧୀରେ ଆରୋଗ୍ୟ ହେଲେ। ଅଭାବ ଅନାଟନରେ ଥାଇ ମଧ୍ୟ ସାହିତ୍ୟ ଜଗତରେ ସେ ଚିରସ୍ମରଣୀୟ। ବାଲେଶ୍ୱର ମିଶନ ସ୍କୁଲରେ ଶିକ୍ଷକତା କରୁଥିଲେ। ତାଙ୍କର ନିଷ୍ଠାପର ଉଦ୍ୟମ ପାଇଁ ବାଲେଶ୍ୱରର ଜିଲ୍ଲାପାଳ ବିମ ସାହେବ ତାଙ୍କର ଆପଣାର ହୋଇଥିଲେ। ସାହେବଙ୍କ ଅନୁଗ୍ରହରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦେୱାନ ଭୂମିକା ତୁଲାଇଲେ। ତାଙ୍କ ସମୟରେ ବିଦ୍ୟାଳୟମାନଙ୍କରେ ବଙ୍ଗଳା ଭାଷାରେ ପାଠ ପଢ଼ା ହେଉଥିଲା। ଗଣିତ, ଭୂଗୋଳ ଓ ଭାରତ ଇତିହାସ ଆଦି ପୁସ୍ତକକୁ ସେ ଓଡ଼ିଆ ଭାଷାରେ ରଚନା କରିଥିଲେ। ସେ ଏକାଧାରରେ ଗାଳ୍ପନିକ ଔପନ୍ୟାସିକ ଥିଲେ। ତାଙ୍କ ଗଳ୍ପଗୁଡ଼ିକ ମଧ୍ୟରେ ରେବତୀ, ଡାକମୁନ୍ସି, ପେଟେଣ୍ଟ ମେଡିସିନ ସୁପ୍ରସିଦ୍ଧ। ଉପନ୍ୟାସ ଗୁଡ଼ିକ ମଧ୍ୟରେ 6 ମାଣ 8 ଗୁଣ୍ଠ, ଲଛମା, ମାମୁଁ, ପ୍ରାୟଶ୍ଚିତ ପ୍ରଧାନ ଅଟେ। ସେ ରାମାୟଣ, ମହାଭାରତ, ଗୀତାର ଓଡ଼ିଆ ଅନୁବାଦ କରିଥିଲେ। ଶେଷ କଥା, ଓଡ଼ିଆ ଭାଷା ସାହିତ୍ୟରେ ସେ ପ୍ରାଣ ପ୍ରତିଷ୍ଠା ଥିଲେ। ଆମ ଓଡ଼ିଶାକୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାରେ ତାଙ୍କର ଭୂମିକା ମହାନ୍ ଅଟେ। ଧନ୍ୟବାଦ।